ଭତ୍ତା ଟଙ୍କାକୁ ନେଇ ବଡ଼ ହଇଚଇ। ବର୍ତ୍ତମାନ ବୋଝ ହେଲାଣି ମହଙ୍ଗା ମାଡ଼। 3 ମାସ ହେଲାଣି ମିଳିନି ଭତ୍ତା। ଯେଉଁ ହିତାଧିକାରୀମାନେ ଭତ୍ତା ପାଉଛନ୍ତି, ଦେଖନ୍ତୁ ଯାହା ଖବରରେ ମେନସନ୍ ରହିଛି, ଭତ୍ତା ଅପେକ୍ଷାରେ 20 ଲକ୍ଷ ହିତାଧିକାରୀ। ବୋଝ ହେଲାଣି ମହଙ୍ଗା ମାଡ଼। 3 ମାସ ହେଲା ମିଳିନି ଭତ୍ତା। ଆପଣଙ୍କ ଏରିଆରେ ଭତ୍ତା ଟଙ୍କା ମିଳିସାରିଲାଣି କି ନାହିଁ ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବେ। ବର୍ତ୍ତମାନ ଯେଉଁ ଖବରଟି ସାମ୍ନାକୁ ଆସିଛି ତାହା ଭତ୍ତା ଟଙ୍କାକୁ ନେଇ। ଯଦି ଆପଣମାନଙ୍କୁ ଭତ୍ତା ଟଙ୍କା ମିଳିନାହିଁ ତାହେଲେ ଆପଣମାନଙ୍କୁ କେବେ ଭତ୍ତା ଟଙ୍କା ମିଳିବ। ଭତ୍ତା ଟଙ୍କାକୁ ନେଇ ଏକ ଲିଷ୍ଟ ମଧ୍ୟ ଜାରି ହୋଇଛି। କାହାକୁ କେତେ ଟଙ୍କା ମିଳିବ ଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବି। ତା ପୂର୍ବରୁ କହିବି, ଚ୍ୟାନେଲ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। ଦେଖନ୍ତୁ ଯାହା ଖବରରେ ମେନସନ୍ ରହିଛି ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଆପଣମାନଙ୍କର ଭତ୍ତା ବିଭିନ୍ନ ପ୍ରକାର ରହିଛି, ଯେମିତିକା ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନ୍ସନ୍, ତା ସହିତ NSFP, ଏଇଭଳି ବିଭିନ୍ନ ପ୍ରକାର ଭତ୍ତା ସ୍କିମ୍ ରହିଛି। ତ ଏମିତି ବହୁତ ପ୍ରକାର ଭତ୍ତା ରହିଛି। ବର୍ତ୍ତମାନ ଯେଉଁ ଲିଷ୍ଟଟି ସାମ୍ନାକୁ ଆସୁଛି ମୁଁ ଆପଣମାନଙ୍କୁ ଦେଖାଉଛି। ଓଡ଼ିଶାରୁ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓଲ୍ଡ ଏଜ୍ ପେନ୍ସନ୍ ସ୍କିମ୍ରେ 14,21,160 ହିତାଧିକାରୀ ରହିଛନ୍ତି। 60 ବର୍ଷରୁ ଉର୍ଦ୍ଧ୍ୱ 1,000 ଟଙ୍କା ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ 1200 ଟଙ୍କା ଭତ୍ତା ପାଉଛନ୍ତି। ଏଇ ଯେଉଁ ଭତ୍ତା ଯୋଜନାଟି ଆପଣମାନଙ୍କର ରହିଛି ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓଲ୍ଡ ଏଜ୍ ପେନ୍ସନ୍ ସ୍କିମ୍। ଏହି ହିତାଧିକାରୀମାନେ ଯେଉଁମାନେ 60 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ 1000 ଟଙ୍କା ମିଳୁଛି, ଆଉ ଯେଉଁମାନଙ୍କର ବୟସ 80 ବର୍ଷରୁ ଅଧିକ ସେମାନେ 1200 ଟଙ୍କା ଭତ୍ତା ପାଉଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 95,772 ଜଣ ହିତାଧିକାରୀ ରହିଛନ୍ତି। ଏହା ସହ କଟକରେ 77,079 ହିତାଧିକାରୀ ରହିଛନ୍ତି। ମୟୂରଭଞ୍ଜରେ ଆପଣମାନଙ୍କର 70,712 ଜଣ, କଳାହାଣ୍ଡିରୁ 54,309 ଜଣ, ବାଲେଶ୍ୱରରୁ ଆପଣମାନଙ୍କର 74,547 ହିତାଧିକାରୀ ରହିଛନ୍ତି। ତାପରେ ଦେଖନ୍ତୁ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ 13,985 ଜଣ ହିତାଧିକାରୀ ରହିଛନ୍ତି। ଓଡ଼ିଶାରୁ ଆପଣମାନଙ୍କର 5,25,045 ଜଣ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ୱିଡୋ ପେନ୍ସନ୍ ସ୍କିମ୍ ବା ବିଧବା ଭତ୍ତା ପାଉଛନ୍ତି। ଏଥିରେ ମଧ୍ୟ ଗଞ୍ଜାମ ଆଗରେ ରହିଛି। ଏଠାରେ ମୋଟ 47,639 ଜଣ ହିତାଧିକାରୀ ରହିଥିବା ବେଳେ ମୟୂରଭଞ୍ଜରେ 43,694, କଟକରେ ଆପଣମାନଙ୍କର 25,004 ଜଣ ହିତାଧିକାରୀ, ବାଲେଶ୍ୱରରେ 23,213 ଜଣ ହିତାଧିକାରୀ, ରାୟଗଡ଼ାରେ 23,879 ଓ ବୌଦ୍ଧରେ ସର୍ବନିମ୍ନ 5,422 ହିତାଧିକାରୀ ରହିଛନ୍ତି। ତାପରେ ଦେଖନ୍ତୁ ଓଡ଼ିଶାରୁ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଡିଜାବିଲିଟି ବା ଦିବ୍ୟାଙ୍ଗ ଭତ୍ତା 90,283 ଲୋକ ପାଉଛନ୍ତି। ଏହା ଛଡ଼ା ଆପଣମାନଙ୍କର ନ୍ୟାସନାଲ୍ ଫ୍ୟାମିଲି ବେନିଫିଟ୍ ସ୍କିମ୍ ଜରିଆରେ 24,697 ଲୋକ ଉପକୃତ ହେଉଛନ୍ତି। ଏହିସବୁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ DBD ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ ହୋଇଥାଏ। ମଝିରେ ମୁଁ ଆପଣମାନଙ୍କୁ ଗୋଟେ ଭିଡ଼ିଓ ପ୍ରୋଭାଇଡ଼ କରିଥିଲି, ଯାହା NSFP ତରଫରୁ ହିତାଧିକାରୀମାନଙ୍କୁ ସୂଚିତ କରାଯାଇଥିଲା। DBDର ସଂଶୋଧନ ପ୍ରକ୍ରିୟା ଯୋଗୁଁ ହିତାଧିକାରୀମାନଙ୍କୁ ଭତ୍ତା ଦେବାରେ ବିଳମ୍ବ ହୋଇଥିଲା। ଯଦି ଆପଣମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ଟଙ୍କା ପାଉଛନ୍ତି ତାହେଲେ ମୁଁ ଆପଣମାନଙ୍କୁ ଗୁରୁତ୍ୱପୂର୍ଣ୍ଣ କଥାଟି କହିବି, ଆପଣଙ୍କ ଆକାଉଣ୍ଟରେ DBD ସକ୍ରିୟ ରହିଥିବା ଦରକାର। ଏହି DBD ସକ୍ରିୟ ରଖିବା ପାଇଁ ସବୁଠୁ ଭଲ ବ୍ୟାଙ୍କ ହେଉଛି ଆପଣମାନଙ୍କର ନିକଟସ୍ଥ ପୋଷ୍ଟାଲକୁ ଯିବେ, ସେଠି ଆପଣମାନଙ୍କର IBP ଆକାଉଣ୍ଟ ଗୋଟେ ଖୋଲିଦେବେ, ଯାହାଫଳରେ ଆପଣମାନଙ୍କର ସରକାରୀ ଯୋଜନା ଗୁଡ଼ିକର ଯେଉଁ ଆର୍ଥିକ ସହାୟତା ଆପଣମାନଙ୍କୁ ମିଳୁଛି ସିଧାସଳଖ ସେଇ ଆକାଉଣ୍ଟ ମାଧ୍ୟମରେ ଆପଣମାନଙ୍କର DBD ଆକ୍ଟିଭ୍ ଡିଆକ୍ଟିଭ୍ ଏସବୁ ଟେନସନ୍ ଆପଣମାନଙ୍କର ରହିବନି। ଆପଣମାନେ ସୁରୁଖୁରୁ ଭାବରେ ଭତ୍ତା ଟଙ୍କା ପାଇପାରିବେ। ହେଲେ ଗତ 3 ମାସ ହେବ ରାଜ୍ୟରେ ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ। ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓଟି ଦେଖୁଛନ୍ତି, ଆପଣମାନଙ୍କୁ ଭତ୍ତା ଟଙ୍କା ମିଳିଛି କି ନାହିଁ ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବେ।
ତ ଏଠି ଯାହା ଖବରରେ ମେନସନ୍ ରହିଛି, ଫଳରେ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ପରିବାର ଏବେ ଆଶା ଆଶଙ୍କାରେ ରହିଛନ୍ତି। ସ୍ୱାଭାବିକ କଥା, ଆଶା ଆଶଙ୍କାରେ ରହିବେ, କାହିଁକି ନା ଯେଉଁ ଭତ୍ତା ଟଙ୍କା ମିଳେ ହିତାଧିକାରୀଙ୍କୁ ସେମାନଙ୍କର ମାସିକ ଔଷଧ ଖର୍ଚ୍ଚ ମଧ୍ୟ ତୁଲେଇଥାଏ, କିନ୍ତୁ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ହିତାଧିକାରୀମାନଙ୍କୁ ମିଳିନାହିଁ। ତ କ'ଣ ପାଇଁ ମିଳିନାହିଁ, ତ ଆସନ୍ତୁ ଆଉ କ'ଣ ଖବରରେ ମେନସନ୍ ରହିଛି ତାପରେ ନଜର ପକାଇବା। ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁଁ ପେଟ୍ରୋଲ ଡିଜେଲ ସହ ଏଲପିଜି ସିଲିଣ୍ଡର ଦର ବଢ଼ିଛି। ଏହା ସହ ଦରଦାମ ବଢ଼ି ଚାଲିଛି। ଏହିପରି ପରିସ୍ଥିତିରେ ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ପରିବାର ଭତ୍ତା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଦେଖିବାକୁ ଗଲେ 20 ଲକ୍ଷ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ଅପେକ୍ଷା କରିଛନ୍ତି। ଏଠି ସବୁଠୁ ବଡ଼ ପ୍ରଶ୍ନ, ଯେଉଁମାନେ କ୍ୟାସ୍ ମାଧ୍ୟମରେ ଭତ୍ତା ଟଙ୍କା ପାଉଥିଲେ ସେମାନେ ଅଲରେଡ଼ି ଭତ୍ତା ଟଙ୍କା ପାଇସାରିଛନ୍ତି, ଆଉ ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପାଉଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିନାହିଁ। ଦେଖିବାକୁ ଗଲେ ପ୍ରାୟ 2 ମାସ ହେଲା ଭତ୍ତା ଟଙ୍କା ପାଇନାହାନ୍ତି। ଏହାକୁ ନେଇ ବହୁତ ହିତାଧିକାରୀ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇଥିଲେ, ହ୍ୱାଟ୍ସଆପ୍ ମଧ୍ୟ କରିଥିଲେ। ଏହାକୁ ନେଇ ଅନେକ ସାରା ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ବଡ଼ କଥା ହେଲା, ସେହି ଭତ୍ତା ଟଙ୍କା ମାଧ୍ୟମରେ ହିତାଧିକାରୀମାନେ ତାଙ୍କର ଯେଉଁ ଗୁଜୁରାଣ ମେଣ୍ଟେଇଥାନ୍ତି। ଏବେ ହିତାଧିକାରୀମାନେ ଜାଣିବା ପାଇଁ ଚାହୁଁଛନ୍ତି ଭତ୍ତା ଟଙ୍କା ସେମାନଙ୍କୁ କେବେ ମିଳିବ, କେତେ ତାରିଖରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସିବ। ଏହାକୁ ନେଇ ସରକାରଙ୍କ ତରଫରୁ ବଡ଼ ଅପଡ଼େଟ୍ ସାମ୍ନାକୁ ଆସିଛି ଯେ ଆପଣମାନଙ୍କୁ କେଉଁ ତାରିଖରେ ଭତ୍ତା ଟଙ୍କା ମିଳିବ। ଏହାକୁ ନେଇ କ'ଣ ତଥ୍ୟ ରହିଛି ଆସନ୍ତୁ ତା ଉପରେ ନଜର ପକାଇବା। ଦେଖନ୍ତୁ, ଯେଉଁ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ବିଧବା ଭତ୍ତା, ଏସବୁ ଭତ୍ତା ଯେଉଁମାନେ କ୍ୟାସ୍ ଆକାରରେ ପାଉଛନ୍ତି ସେମାନଙ୍କୁ ପ୍ରାୟ 15ରୁ 20 ତାରିଖ ମଧ୍ୟରେ ମିଳିଯାଇଥାଏ। ସରକାରଙ୍କ ତରଫରୁ ଯେଉଁ ହିତାଧିକାରୀମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ଟଙ୍କା ପାଇଥାନ୍ତି ସେମାନଙ୍କୁ ପ୍ରାୟ 21 ତାରିଖରୁ ଆରମ୍ଭ କରି 27 ତାରିଖ ମଧ୍ୟରେ ଭତ୍ତା ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ସରକାର ଡିବିଟ୍ ମାଧ୍ୟମରେ ଟଙ୍କାଟିକୁ ପଠାଇଥାନ୍ତି। କିନ୍ତୁ ଦେଖିବାକୁ ଗଲେ ଯେଉଁ ହିତାଧିକାରୀମାନେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପାଉଛନ୍ତି ଆର ମାସ ବି ତାଙ୍କୁ ଭତ୍ତା ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିନାହିଁ। ଏ ମାସ ମଧ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସିନାହିଁ। କାହିଁକି ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିପାରିନାହିଁ? ଯାହା ଡିବିଡ଼ି ପ୍ରକ୍ରିୟାରେ ବର୍ତ୍ତମାନ ସଂଶୋଧନ ପ୍ରକ୍ରିୟା ଚାଲିଛି, ସେଥିପାଇଁ ଭତ୍ତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଆସିପାରିନାହିଁ। କିନ୍ତୁ ସରକାର ଘୋଷଣା କରିଥିଲେ ଯେ ଏପ୍ରିଲ ମାସରେ ଡିବିଡ଼ି ପ୍ରକ୍ରିୟାର ସଂଶୋଧନ ରହିବ। ତାପର ମାସ ପାଖରୁ ଆପଣମାନଙ୍କୁ 2 ମାସର ଏକା ବେଳକେ ଭତ୍ତା ଟଙ୍କା ମିଳିଯିବ, ଯେଉଁଟାକି ଆପଣମାନଙ୍କର ଏପ୍ରିଲ ଆଉ ମେ ମାସର। କିନ୍ତୁ ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ପହଞ୍ଚି ପାରିଲା ନାହିଁ। ଯେଉଁ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିନାହିଁ, ଆପଣ ମୋ ଚ୍ୟାନେଲ୍ ସହିତ ଯୋଡ଼ି ରହିଥାନ୍ତୁ। ଏହା ପାଇଁ ସରକାରଙ୍କ ତରଫରୁ ଯେକୌଣସି ନୂଆ ଅପଡ଼େଟ୍ ଆସିବ ଆପଣଙ୍କୁ ସର୍ବପ୍ରଥମେ ପହଞ୍ଚାଇ ଦିଆଯିବ।